ଭାଇ ମୋତେ ଗୋଟେ କଥା କୁହ, ହୁକ୍କା ମାରିବାଟା ଭଲ ନା ଖରାପ? ଯଦି ଭଲ ତାହେଲେ ଭାଇ ଏଇଟା ତମ ପାଇଁ ପରଫେକ୍ଟ ଲୋକେସନ୍, ଆଉ ଯଦି ଭଲ ବି ନୁହଁ ତାହେଲେ ବି ଏଇଟା ତମ ପାଇଁ ପରଫେକ୍ଟ ଲୋକେସନ୍। ଜୟ ଜଗନ୍ନାଥ ଗାଇସ୍, ମୁଁ ରିସେଣ୍ଟଲି ଆଉ ଥରେ ଭିଜିଟ୍ କରିଥିଲି ଆମ ମୋଜାଇକ୍ କ୍ୟାଫେ, ଯୋଉଟା ତାଙ୍କର ପଛପଟକୁ ଏକ୍ସଟେଣ୍ଡ କରିକି ପୁରା ଗୋଟେ ଚାଙ୍ଗା ଆମ୍ବିଏନ୍ସ ଦେଇକି ଛିନଛତ୍ର କରିଛନ୍ତି। ବସିବା ପାଇଁ ଗୋଟେ ଡମ୍ ସେପ୍ର କରିଛନ୍ତି। ମୁଁ ହାତ ମାରିକି ତା ମଜବୁତି ଚେକ୍ କରୁଥିଲି, ମୋତେ କହିଲେ ନା ନା ଏଇଟା 4 ଜଣ ବସିବା ପାଇଁ ହେଇଛି, ଆପଣ ଏକଲା ବସିଲେ କିଛି ହେବନି। ମୁଁ କଥାର ମିନିଂଟା ପଛରେ ବୁଝିଲି। ଆଉ ଭାଇ ଭିତର ଆମ୍ବିଏନ୍ସ କି ନାଙ୍ଗା। ମୁଁ ତାରେ ବୁଲାବୁଲି କରିକି ତାଙ୍କର ହୁକ୍କା କଲେକ୍ସନ ଦେଖୁଥିଲି। ଏଇଟା ଗୋଟେ କ'ଣ ଗୋଟେ AK-47 ନା କ'ଣ ଗୋଟେ କହିଲେ ଭାଇ, ଓଜନ ପାଖାପାଖି 2 ରୁ 2.5 କିଲୋ ହେବ। ତାପରେ ଭାଇଙ୍କର ଟିକେ କଳାକାରୀ ଦେଖିଲି, ଗୋଟେ ମଜା ଲାଗିଲା ଦେଖିବାକୁ। ତାପରେ ମୁଁ ମାଡ଼ି ଚାଲିଲି ମୋର ଖାଇବା ଖାଇବା ପିଇବାରେ ମୁଁ ମଗାଇଥିଲି ଟେରିୟାକି ପନିରକୁ ପ୍ଲମ୍ ଚିକେନ୍, ଷ୍ଟଫ୍ ଚିଜ୍ ବ୍ରେଡ୍, ଏଗ୍ ଚିକେନ୍ ରୋଲେଟ୍, ଏଇଟା ଗୋଟେ ବାର୍ବିକ୍ୟୁ ଚିଜ୍ ଫ୍ରାଇସ୍, ଆଉ ଗୋଟେ ଡେଟ୍ରଏଟ୍ ପିଜ୍ଜା। ଭାଇ ସବୁ ନା କହିଦେଲି ରେ। ଭାଇ ପିଜ୍ଜାଟା ଯେଉଁ ଟେଷ୍ଟ ପୁରା ମସ୍ତ ଲାଗିଲା ଖାଇକି। ତାପରେ ଏଇଟା ଗୋଟେ ଏଗ୍ ଚିକେନ୍ ରୋଲେଟ୍, ମୁଁ ଯେଉଁଟା ସୁଶି ଭାବୁଥିଲି ସେଇଭଳିଆ ଗୋଟେ ଜୁସ୍ ଟାଇପ୍ର। ଓହୋ, ମୁଁ ତ ଫାର୍ଷ୍ଟ ଟାଇମ୍ ଖାଇଲି ଲାଇଫ୍ରେ, ବଢ଼ିଆ ଲାଗିଲା। ବାକି ଯଦି ତମ କର୍ପୋରେଟ୍ ଗୋଷ୍ଠୀ ପିଲା ସାଙ୍ଗେ ଗୋଟେ ମିଟିଂ କରିବାକୁ ଚାହୁଁଛ, ତାହେଲେ ୟାଙ୍କ କ୍ୟାପାଚିନୋ ହେଉଛି ଦି ବେଷ୍ଟ। ଆରାମସେ କାମ୍ ଆମ୍ବିଏନ୍ସରେ ମିଟିଂଟା ସାରିବ। ବାକି ଜଲ୍ଦି ଜଲ୍ଦି ଭିଡ଼ିଓଟା ତମ ଗୋଷ୍ଠୀ ପିଲା ସାଙ୍ଗେ ସେୟାର କର, ଆଉ ତମ ଧୂଆଁ ଦିଆ ସାଙ୍ଗକୁ ବି ପଠେଇଦେବ। ଆଉ ଜଲ୍ଦି ଭିଜିଟ୍ କର ମୋଜାଇକ୍ କ୍ୟାଫେ, ଯୋଉଟା ଆମର କେଶରୀଟକି ସାମ୍ନାରେ ଅଛି। ମାଡ଼ି ଚାଲ।